ନମସ୍କାର। ନୂଆକରି ଆସିଥିବା ଭୋଟର ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନାହିଁ ମୁଁ ଏ ଭିଡ଼ିଓରେ କହିବାକୁ ଯାଉଛି। ଆପଣମାନେ ଜାଣିଥିବେ ଜୁଲାଇ 5, 2026ରେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ସର୍ଭେ ହେଲା ପରେ ଓଡ଼ିଶା ସରକାର ଇଲେକ୍ସନ କମିଶନ ତରଫରୁ ନୂଆ ଭୋଟର ଲିଷ୍ଟ ଜାରି କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାର 20 ଲାଖ ପ୍ଲସ୍ ଲୋକଙ୍କର ନାଁ ଭୋଟର ଲିଷ୍ଟରୁ କଟିଯାଇଛି। କିନ୍ତୁ ଆପଣ କେମିତି ଜାଣିବେ ଆପଣଙ୍କ ଭୋଟର ଲିଷ୍ଟରେ ନାଁ ଅଛି କି ନାହିଁ ତାହା ଭିଡ଼ିଓରେ ମୁଁ କହିବି। ପ୍ରଥମେ ଆପଣ କ'ଣ କରିବେ ନା ନିଜ ମୋବାଇଲ ବା କମ୍ପ୍ୟୁଟର ସିଷ୍ଟମର କ୍ରୋମ୍ ବ୍ରାଉଜରକୁ ଯିବେ। କ୍ରୋମ୍ ବ୍ରାଉଜରକୁ ଗଲା ପରେ ଆପଣ ସର୍ଚ୍ଚ କରିବେ ECI, ଯେଉଁଟାକି ମୁଁ ଅଲରେଡ଼ି ସର୍ଚ୍ଚ କରି ରଖିଛି। ତାପରେ ଆପଣ କ'ଣ କରିବେ, ଯେଉଁଟାକି ଫାର୍ଷ୍ଟ ପେଜ୍ ଓପନ୍ ହେବ ତାକୁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ଦେଖିପାରୁଥିବେ ଉପରେ, ମୁଁ ଆପଣଙ୍କୁ ଜୁମ୍ କରିକି ଦେଖାଉଛି, ଆପଣଙ୍କର ଉପରେ ଲେଖା ହେଇଥିବ 7/2026 ଡାଉନଲୋଡ଼ ଇଲେକ୍ଟ୍ରାଲ୍ ରୋଲ୍। ତାପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଯାହା ବି ସାମ୍ନାକୁ ଆସିବ ତାକୁ ଓକେ ମାରିବେ। ଓକେ ମାରିସାରିଲା ପରେ ଦେଖିବେ ଆପଣଙ୍କ ସାମ୍ନାରେ ଗୋଟେ ପେଜ୍ ଓପନ୍ ହେବ। ସେ ପେଜ୍ରେ କ'ଣ ଲେଖା ହେଇଥିବ ନା, ମୁଁ ଆପଣଙ୍କୁ ଜୁମ୍ କରି ଦେଖାଉଛି, ଷ୍ଟେଟ୍ ଆପଣ ସିଲେକ୍ସନ୍ କରିବେ। ଷ୍ଟେଟ୍ ଆମର ଓଡ଼ିଶା, ଆମେ ଓଡ଼ିଶା ଦେବା। ଦେଲା ପରେ ଆପଣଙ୍କ ସାମ୍ନାରେ ଦେଖାହେବ ଯେ ଇୟର୍ ଅଫ୍ ରିଭିଜନ୍ ଦେଖେଇବ, ଦେନ୍ ରୋଲ୍ ଟାଇପ୍ ଦେଖେଇବ। ତାପରେ ଆପଣ କ'ଣ କରିବେ, ଡିଷ୍ଟ୍ରିକ୍ଟ ଦେଖେଇବ, ଯେଉଁଟାକି ଆପଣ ଡିଷ୍ଟ୍ରିକ୍ଟ ଚୁଜ୍ କରିବେ। ଆପଣଙ୍କ ଯାହା ଡିଷ୍ଟ୍ରିକ୍ଟ ଥିବ ତାକୁ ଚୁଜ୍ କରିବେ। ଚୁଜ୍ କରିସାରିଲା ପରେ ତା ସାଇଡ଼୍ରେ ଥିବ ଦେଖିବେ ଆପଣଙ୍କ ନିର୍ବାଚନ ମଣ୍ଡଳୀ ମାନେ ଆସେମ୍ବଲି କନଷ୍ଟିଚ୍ୟୁଟ୍, ସେଇଟା ଆପଣ ସିଲେକ୍ସନ୍ କରିବେ। ଯାଜପୁର ସିଲେକ୍ସନ୍ କଲା ପରେ ଆପଣ ଟିକେ ଦେଖିବେ ତଳକୁ ପଳେଇ ଆସିବେ, ଦେଖିବେ ଆପଣଙ୍କ ଗାଁ ନାଁ ପ୍ରାୟ ପଳେଇ ଆସିବ। ଯଦି ଲେଖାରେ ନ ଆସିଥିବ ଆପଣ କ'ଣ କରିବେ, ଏଠି ସର୍ଚ୍ଚ କରିପାରିବେ। ଆମେ ସର୍ଚ୍ଚ କରିଦେବା। ସର୍ଚ୍ଚ କରିସାରିଲା ପରେ ଦେଖନ୍ତୁ ତିନିଟା ପାର୍ଟରେ ଆସିଲା। ଆପଣ ଯେଉଁଟା ବି ଚୁଜ୍ କରିବେ, ଟିକ୍ ଚିହ୍ନ ମାରିବେ। ଟିକ୍ ଚିହ୍ନ ମାରି କ'ଣ କରିବେ ନା ଆପଣ ଏଠିକି କ୍ୟାପ୍ଚାକୁ ପଳେଇ ଆସିବେ। ଆପଣ ଏଠି କ୍ୟାପ୍ଚା ଦେବେ। ବାସ୍ କ୍ୟାପ୍ଚା ଦେଇସାରିଲା ପରେ ଆପଣ କ'ଣ କରିବେ ନା ଏଠି ଡାଉନଲୋଡ଼ ସିଲେକ୍ଟେଡ଼ PDFଟା କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖିବେ ଆପଣଙ୍କ ସେ ଫାଇଲ୍ଟା ଡାଉନଲୋଡ଼ ହେଇଯାଇଥିବ। ସେ ଡାଉନଲୋଡ଼ ଫାଇଲ୍ଟାକୁ ଆପଣ ଦେଖନ୍ତୁ ଓପନ୍ କରିବେ। ଓପନ୍ କରିସାରିଲା ପରେ ଦେଖିବେ, ଟିକେ ୱେଟ୍ କରନ୍ତୁ। ଓପନ୍ କଲା ପରେ ଦେଖିବେ ଆପଣଙ୍କର ଏଠି ଦେଖିବେ ସଂଶୋଧନ ବର୍ଷ ଦେଖିବେ, ଯୋଗ୍ୟତା ତାରିଖ ଦେଖିବେ, ପ୍ରକାଶ ତାରିଖ ଦେଖିବେ, କେଉଁ ଅନୁଭୁକ୍ତ ଅନୁଭାଗ ନାଁ ଗାଁର ନାଁ ଦେଖିବେ। ଯଦି ଆପଣ ଟିକେ ସାଇଡ଼୍କି ଆସିବେ ଦେନ୍ ତା ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖିବେ ପୁରୁଷ ସଂଖ୍ୟା ଦେଖିବେ 455 ଅଛି, ସ୍ତ୍ରୀଙ୍କର ଆମର 429 ଅଛି। ଦେନ୍ ଆପଣଙ୍କର ସାଇଟ୍କି ଟିକେ ଆସିବେ, ଦେଖିବେ ଟୋଟାଲ୍ ଆମ ମଧୁପୁର ଏରିଆରେ 884ଟା ଭୋଟର ଅଛନ୍ତି ଏଇ ଲିଷ୍ଟରେ। ଦେନ୍ ଆପଣ କ'ଣ କରିବେ, ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖିବେ ଆପଣଙ୍କ ନାଁ ଏଠି ସର୍ଚ୍ଚ କରିବେ, ନହେଲେ ଆପଣଙ୍କ ପରିବାରଙ୍କ ନାଁ ସର୍ଚ୍ଚ କରିବେ ବା ଦେଖିବେ। ଆପଣ ଜାଣିପାରିବେ ଆପଣ ଏଇ ନ୍ୟୁ ଭୋଟର ଲିଷ୍ଟରେ ଆପଣଙ୍କ ନାଁ ଅଛି ନା କଟିଯାଇଛି। ରହିଲି, ଧନ୍ୟବାଦ।